ସମସ୍ତଙ୍କୁ ଜୁହାର। ଆଜି ମୋର ବଡ଼ ଝିଅ ସକାଳୁ 5ଟା ବେଳଠୁ ଉଠି ପଡ଼ିଲାନ। କାଜବେଳେ ରେଡ଼ି ରୁଡ଼ା ହେଇକରି ମୋର ଝିଅ ଯିବା ପିକନିକଟା ତାଙ୍କର ଟ୍ୟୁସନ୍ ତରଫରୁ ସେମାନେ ଯାଉଛନ୍। ଦେଖୁଛନ୍ ମୋର ଝିଅ ମିଆଉ ମିଆଉ ବି ଧରିକରି ଯାଉଛେ। ଆଉ ମିଆଉ ମିଆଉଟା ପିନ୍ଧିକରି ସେ କେତେ ଖୁସି ଯାଇସି ଦେଖବେ। ଦେଖୁଛନ୍ ତ ମିଆଉ ମିଆଉ ପିନ୍ଧିକରି ସେ ବହୁତ ଖୁସି ଗଲାନ। ତାପରେ ଆମେ ମୋର ଝିଅକେ ଛୋଟ ବ୍ୟାଗଟେ ବି ଦେଇଛୁ। ଆଉ ବ୍ୟାଗ୍ ଭିତରେ ବହୁତ ସାରା ଖାଇବାଟା ଥିସି। କୁରକୁରେ ଚକୋଲେଟ୍ ବହୁତ ସାରା ଖାଇବାଟା ଥିସି। ମୋର ଝିଅର ଇ ବର୍ଷର ଟ୍ୟୁସନ୍ ତରଫରୁ ଏଇଟା ଲାଷ୍ଟ ପିକନିକ୍। ଦେଖିପାରୁଥିବେ ମୋର ଝିଅ କେତେ ଖୁସ୍ ଅଛେ। ତାପରେ ଆମେ ଦୁଇ ଲୋକ ବାହାରି ପଡ଼ସୁଁ ତାଙ୍କର ଟ୍ୟୁସନ୍କେ ଯିବା ଲାଗି। ଆମର ହିରୋ ହଣ୍ଡା ହେଲେ ମୋର ଝିଅ ପୁରା ଇଜିରେ ଚଢ଼ି ଦେସି। ହର୍ନେଟ୍ରେ ଟିକେ ହାର୍ଡ଼ ଲାଗ୍ସି। ପରେ ମୋର ଝିଅ ତାର ମମିକେ ବାଏ ବାଏ କରିଦେସି। ପରେ ଆମେ ପଳାସୁଁ ଟ୍ୟୁସନ୍କେ। ମୋର ଝିଅକେ ମୁଇଁ ଟ୍ୟୁସନ୍ରେ ଛାଡ଼ିକରି କିଛି ପନିପରିବା ଧରିକରି ପଲାମି। ଇମାନଙ୍କର ଖୁସି ଦେଖିକରି ମତେ ମୋର ସାନବେଲର କଥା ମନେ ପଡ଼ିଯାଇସି। ଆମେ ବି ସାନବେଲେ ଏନ୍ତା ବହୁତ ପିକନିକ୍ ଯାଇଛୁଁ।